Hello friends, welcome to Krutarth Academy. আমি ancient medieval ର ଏଇଟା ହଉଛି ଲାଷ୍ଟ କ୍ଲାସ୍। medieval ଏଜରେ ଯେତେବେଳେ ଆମେ ବ୍ରିଟିଶ ପିରିୟଡକୁ ପଳେଇବା ସେଠୁ ଆମର ମଡର୍ନ ଷ୍ଟାର୍ଟ ହେଇଯିବ। ତ ଆଜି ଆମେ ଫିନିଶ କରିଦବା ପୋଷ୍ଟ ଗଜପତି ପିରିୟଡ, ଯୋଉଟା କି लगभग ସେଇ 1500 ମିଡ ଅଫ 16th ସେଞ୍ଚୁରୀରେ ଷ୍ଟାର୍ଟ ହେଇଥିଲା, ଏଣ୍ଡ ହେଇଥିଲା। ଆଉ ଅପ୍ ଟୁ 1803 ଯେତେବେଳେ ବ୍ରିଟିଶ ଓଡିଶାକୁ ଆନେକ୍ସ କଲା, ସେ ପର୍ଯ୍ୟନ୍ତ ଆମେ ଆଜି ଦେଖିବା। ଏଇଟା ହବ ଆମର ଲାଷ୍ଟ ପାର୍ଟ ଅଫ ancient and medieval series। या ପରେ ଆମେ ମଡର୍ନ କୁ ଯିବା ଆଉ ସେଠି ବେଶୀ ଏକ୍ସଟେନ୍ସିଭଲି ଆଉ ଡିଟେଲ୍ସ ରେ ଯିବା। ତ ଆମେ ଦେଖିଲେ ଯେ लगभग 1530-35 ବେଳକୁ କଣ ହେଇଛି ନା ଗଜପତି ଡାଇନାଷ୍ଟି ବହୁତ ୱିକ୍ ହେଇଯାଇଛି। ତ ସେତେବେଳେ ତାଙ୍କର ଜଣେ ଏବଲ ମିନିଷ୍ଟର, ଖାଲି ନାଁ ଟା ମନେ ରଖ, କେତେବେଳେ ବେଳେ ବେଳେ କଣ କରିବ ନା ରାଜା ମାନଙ୍କର ନାଁ ଦେଇଦବ, କହିବ ସେମାନଙ୍କୁ ସିକ୍ୱେନ୍ସିଆଲି ସଜେଇକି ରଖ। ସେଥିପାଇଁ ଜାଣିବା ଦରକାର ଗୋବିନ୍ଦ ବିଦ୍ୟାଧର, ସେ ତାଙ୍କର ମିନିଷ୍ଟର ଥିଲେ। ସିଏ ଅକ୍ୟୁପାଇ କରିଥିଲେ ଆଉ ଏଷ୍ଟାବ୍ଲିଶଡ ଭୋଇ ଡାଇନାଷ୍ଟି। ଇନ୍ 1534, 1534ରେ ସେ ଭୋଇ ଡାଇନାଷ୍ଟି ଏଷ୍ଟାବ୍ଲିଶ କରିଥିଲେ। କିଏ? ଗୋବିନ୍ଦ ବିଦ୍ୟାଧର, ଯିଏ କି ଗଜପତି ଡାଇନାଷ୍ଟି ଟାଇମରେ ଜଣେ ଏବଲ ମିନିଷ୍ଟର ଥିଲେ। ସିଏ ୱିକ୍ ରାଜତ୍ୱର ସୁଯୋଗ ନେଇକି ନିଜେ ନିଜର ଡାଇନାଷ୍ଟି ପ୍ରତିଷ୍ଠା କରିଥିଲେ। ତାପରେ ଆଉ ଜଣେ ଆସିଲେ ମୁକୁନ୍ଦ ଦେବ। ମୁକୁନ୍ଦ ଦେବ ସେ 1559 ରୁ 1568 ପର୍ଯ୍ୟନ୍ତ ରୁଲ କରିଥିଲେ। ହେଲା, ଏଇ ମୁକୁନ୍ଦ ଦେବକୁ ହରେଇକି ପ୍ରଥମ ଥରକ ପାଇଁ କି ମୁସଲିମ ଶାସକ କିଏ? ସୁଲେମାନ କରାନି। ହେଲା, ଯିଏକି ଆଫଗାନ ଥିଲେ, ଆଫଗାନ ରୁଲର ଥିଲେ। ସେ ଆସିଥିଲେ, ସେ ଆସିଲା ପରେ ଓଡିଶାକୁ ଅକ୍ତିଆର କରିଥିଲେ। ଏଇଠୁ ଷ୍ଟାର୍ଟ ହେଇଥିଲା କଣ? ୟାକୁ କୁହାଯାଏ ଡିଭାଇଡିଂ ଲାଇନ ବିଟୱିନ୍ ଦ ଗ୍ଲୋରିୟସ୍ ଇପକ୍ସ and dark period। କାହିଁକି କୁହାଯାଏ? ଆମେ ପୂର୍ବରୁ ଦେଖିଲେ ଗଜପତିଙ୍କ ପିରିୟଡରେ, ଖାରବେଳଙ୍କ ପିରିୟଡରେ, ତା ପୂର୍ବରୁ ଓଡିଶାର ଏକ୍ସଟେନସନ ଟା କୃଷ୍ଣରୁ ଗୋଦାବରୀ ପର୍ଯ୍ୟନ୍ତ ଲମ୍ବିକି ଥିଲା। ଗଙ୍ଗାରୁ ଗୋଦାବରୀ, ତାପରେ ଗଙ୍ଗାରୁ କୃଷ୍ଣା କାବେରୀ ପର୍ଯ୍ୟନ୍ତ ଲମ୍ବିଗଲା। କେତେ ବଡ ଏରିଆ ସେ ନେଇକି ରୁଲ କରୁଥିଲା, କେତେ ବଡ ଡେନାଷ୍ଟି ଥିଲା। ଏଇଠି କଣ ହେଲା ନା ଧୀରେ 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 କଣ ହେଲା ନା ସୁଲେମାନ କରାନି ଆସିଲା, ତାପରେ ମୁସଲିମ ଶାସକ ଆସିଲେ, ତାପରେ ବ୍ରିଟିଶ ଆସିଲେ। ତାପରେ ବ୍ରିଟିଶ ମାନଙ୍କ ପିରିୟଡରେ କଣ ହେଇଥିଲା ନା ବେଙ୍ଗଲୀ ମାନଙ୍କର ପ୍ରାୟତଃ ରାଜୁତି ଥିଲା। ଓଡିଶାର ଭାଷା ପାଇଁ ଆମକୁ ଷ୍ଟ୍ରଗଲ କରିବାକୁ ପଡିଥିଲା। ତ ଏଇଠୁ ଧୀରେ ଧୀରେ କଣ ହେଲା, ଯୋଉ ଗ୍ଲୋରିୟସ ଓଡିଶାର ମାନେ ଆଇଡେଣ୍ଟିଟି ଟା ଥିଲା, ଜଗନ୍ନାଥ କଲଚର ଥିଲା। ଜଗନ୍ନାଥ ମନ୍ଦିର ବାରମ୍ବାର ଅଲଗା ଅଲଗା ଲୋକମାନଙ୍କର ଅଣ୍ଡରରେ ଆସିଲା। ଜଗନ୍ନାଥ ମନ୍ଦିରର କଣ୍ଟ୍ରୋଲ ଟା ତାଙ୍କ ଭିତରେ ଆସି ତାଙ୍କ ପାଖରେ ରହିଲା। ମରାଠା ମାନଙ୍କ, ଯୋଉମାନେ କି ପ୍ଲଣ୍ଡର ଥିଲେ, ପ୍ଲଣ୍ଡର କରୁଥିଲେ। ତ ଏଇ ସବୁ ସିନାରିଓରୁ କୁହାଯାଏ ଓଡିଆ ଜାତିର ଗୋଟେ ଡାର୍କ ପିରିୟଡ ଆସିଲା ବିଟୱିନ୍ ଦିସ୍ ପିରିୟଡ। ଆଉ ଆମେ ଜାଣିଛେ ବ୍ରିଟିଶ ପିରିୟଡ ଟା ଟୋଟାଲି ଅଲ ଓଭର ଇଣ୍ଡିଆନ ସୋସାଇଟି ପାଇଁ ଗୋଟେ ବହୁତ ହି ଖରାପ ଟାଇମ ଥିଲା, ଯେତେବେଳେ ସେତେବେଳେ ବହୁତ ଶୋଷଣ ହଉଥିଲା, ଯାହା ବି ହଉଥିଲା ଏକ୍ସପ୍ଲଇଟେସନ ହଉଥିଲା। ତ ସେଥିପାଇଁ କୁହାଯାଏ ଏଇ ଯୋଉ ଇୟର ସୁଲେମାନ କରାନି ଯେତେବେଳେ ଆସିଲା 1568ରେ, କାହାକୁ? ମୁକୁନ୍ଦ ଦେବକୁ ହରେଇକି, ସେତେବେଳେ ସେଇ ଟାଇମ ଟାକୁ କୁହାଯାଏ ଦିସ୍ ଇଜ ଏ ଫାଇନ ଲାଇନ ବିଟୱିନ୍ ଦ ଗ୍ଲୋରିୟସ୍ ଇପକ୍ସ। ଆଗରୁ ଆମର ଯୋଉ ଏତେ ବଡ ଇତିହାସ ଥିଲା, ଏତେ ଭଲ ସଂସ୍କୃତି ଥିଲା, ଏତେ ଗ୍ଲୋରିୟସ୍ ଟାଇମ ଥିଲା, ସେଇଟାକୁ ଗୋଟେ ଡାର୍କ ପିରିୟଡ ଭିତରେ ଏଣ୍ଟ୍ରି କଲା। ହେଲା, ତ ତାପରେ ସେଇଟା ମୁଁ ଜାଣିବା ପାଇଁ କହିଲି ଯେ ଟାଇମ ଆଉ ସୋସାଇଟି ୱିଥ କେମିତି ଚେଞ୍ଜ ହଉଛି। ହେଲା, ଟ୍ରାନଜିସନ ଟା ମୁଁ ଜଣେଇବାକୁ ଚାହୁଁଥିଲି। ସୁଲେମାନ କରାନି ବିଷୟରେ ବେଶୀ କିଛି ଜାଣିବାରନି, ସେ ଜଷ୍ଟ 1568ରେ ଆସିଥିଲା, ଅକ୍ତିଆର କରିଥିଲା, ଦ୍ୟାଟ୍ସ ଇଟ୍। ତାପରେ ଆମେ ଯିବା 1595 କୁ। ତାପରେ ଅଫଗାନ ମାନଙ୍କୁ ହରେଇକି ଆମେ ଯଦି ଇଣ୍ଡିଆରେ ବି ଦେଖିବା, ଫାର୍ଷ୍ଟ ଅଫଗାନ ମାନେ ଆସିଲେ, ତାପରେ ଆସିଲେ ମୁଗଲସ ମାନେ। ତ ମୁଗଲ ମାନଙ୍କ ଅଣ୍ଡରରେ ଜଣେ ଥିଲେ ରାଜା ମାନ ସିଂ।
ସେ ହେଉଛନ୍ତି ଅକବରଙ୍କର ଜେନେରାଲ ଥିଲେ। ଅକବର୍ସ ଜେନେରାଲ ରାଜା ମାନ ସିଂ completely occupied ଓଡ଼ିଶା ହେଲା। ତ ମୁଗଲ ମାନଙ୍କର କଣ ଥିଲା ନା ବେଶୀ ସେମିତି ବେଶୀ ଅତ୍ୟାଚାରୀ ମାନେ ଖାସ କରିକି ଆକବରଙ୍କ ପିରିୟଡରେ ସିଏ ସମସ୍ତଙ୍କ ସହିତ ଆଲାଏନ୍ସ କରୁଥିଲେ, ମ୍ୟାରିଟାଲ ଆଲାଏନ୍ସ ହେଲା କିମ୍ବା ଆଉ ଯୋଉଠି ଯୋଉ ମାନେ ଲୋକାଲ ରୁଲର ଥିଲେ ସେମାନଙ୍କ ରୁଲଟାକୁ ସେମାନେ ହଟଉ ନଥିଲେ କିମ୍ବା ସେମାନଙ୍କୁ ରିପ୍ଲେସ କରୁନଥିଲେ, ସେମାନଙ୍କ ସହିତ ସନ୍ଧି କରୁଥିଲେ ଯେ ତମେ ଏଇଠିକାର ରାଜା ହେଇକି ରହିବ, ତମେ ଏଇଠିକାର ଲ ଆଣ୍ଡ ଅର୍ଡର ଯାହା 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 ବି ଦେଖୁଛ ସବୁ ଦେଖିବ, ଖାଲି ମତେ କଣ ଦବ ନା ମୁଗଲ ଏମ୍ପରରକୁ ତମେ କଣ ଦବ ଟ୍ରିବ୍ୟୁଟ। ଟ୍ରିବ୍ୟୁଟ ମାନେ ଖଜଣା ଆଉ ବା କର। ଖଜଣା ବା କର ତମେ ତାଙ୍କୁ ଟ୍ରିବ୍ୟୁଟ ଦବ, ଆଉ ସେ ଟ୍ରିବ୍ୟୁଟ ଟା ମାନେ ତମେ ମାନିଲ ଯେ ଆଇ ଆମ୍ ଅଣ୍ଡର ଦ ସୁପରଭିଜନ ଅଫ ଅକବର ଏମ୍ପରର। ମୁଁ ସମ୍ରାଟ ଅକବରଙ୍କୁ ମୋ ନିଜର ମାନେ କଣ ଏମ୍ପରର ବୋଲି ମାନୁଛି, ଆଉ ମୁଁ ତାଙ୍କ ଅଣ୍ଡରରେ ରୁଲ କରିବି। ସେଇ ଜିନିଷଟାକୁ ସେ ଆକ୍ସେପ୍ଟ କରିବି, ଆଉ ତା ଏଗେନଷ୍ଟରେ ସେ ଟ୍ରିବ୍ୟୁଟ ବା ଖଜଣା ଦେବେ। ଆଉ ଯେତେବେଳେ ପ୍ରୋବ୍ଲେମ ହବ କିମ୍ବା ଆଉ କିଏ ଆଉଟର ଫୋର୍ସ ତାଙ୍କୁ ଆଟାକ କରିବେ, ଦେନ୍ ଦ ଅକବର୍ସ ଆର୍ମି ୱିଲ୍ ପ୍ରୋଟେକ୍ଟ ଦେମ୍। ତ ଏଇଟା ହଉଛି ତାଙ୍କର ସନ୍ଧି ଥିଲା। ପ୍ରାୟତଃ ସବୁ ରାଜ୍ୟ ମାନଙ୍କ ସହିତ ସେ ଏଇଭଳିଆ ଯାହା ବି ନୂଆ ରୁଲ ଜାଗା ସେ ଜିତୁଥିଲେ ସେ ଏଇଭଳିଆ ହିଁ କରୁଥିଲେ, ସେ କାହାକୁ ଡିସକାର୍ଡ କରୁ ନଥିଲେ। ତ ଏଇଟା ହେଲା। ତ ଯେତେବେଳେ ଓଡିଶାକୁ ସେ ଜୟ କଲେ, ସେଇଟା ସମ୍ପୂର୍ଣ୍ଣ ପ୍ରୋଭିନ୍ସ ସେତେବେଳେ ଡିକ୍ଲାର ହେଇନଥିଲା। ଓଡିଶା ଗଭର୍ଣ୍ଣଡ as a part of ବେଙ୍ଗଲ ସୁଭା। ବେଙ୍ଗଲ ସୁଭା। ମୁଁ ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ତମକୁ କହିଦଉଛି, ସେଇଟା ବହୁତ ଇମ୍ପୋର୍ଟାଣ୍ଟ କାରଣ ବହୁତ ଥର ଏକ୍ସାମ ରେ ପଚାରେ। ଦ୍ୟାଟ୍ସ ଏ ଭେରି କନସେପଚୁଆଲ ପାର୍ଟ ଅଲସୋ। ଗୋଟେ ବକ୍ସ କରିକି ଆମେ ଲେଖିଦବା ଇମ୍ପୋର୍ଟାଣ୍ଟ ଛୋଟ ଛୋଟ କି ଫ୍ୟାକ୍ଟର ପଚାରିପାରେ। ଓଡିଶା ଯେହେତୁ ଅକବରଙ୍କର ମୁଗଲ ସମ୍ରାଟଙ୍କର ଅଣ୍ଡରରେ ଆସିଥିଲା, ଆଉ ସେଠି ଏଟା ଲାଗୁ ହଉଥିଲା, ଡେଫିନେଟଲି ଦିସ୍ ବିଲଙ୍ଗସ ଟୁ ହିଷ୍ଟ୍ରି ଅଫ ଓଡିଶା। ସେଥିପାଇଁ କି ଆମେ ସେତେବେଳର ଗଭର୍ନାନ୍ସ ଷ୍ଟ୍ରକ୍ଚରଟା ଦେଖିବା କଣ କଣ ଥିଲା, କାରଣ ବହିରେ ଦେଇଛି, ଦ୍ୟାଟ ମିନ୍ସ ଇଟ୍ସ ଇମ୍ପୋର୍ଟାଣ୍ଟ ଆଣ୍ଡ वी हैव टू नो। ତ ଏଠି କଣ ହେଲା ନା ଫାଷ୍ଟ କଣ କରିଥିଲେ ନା ତାଙ୍କ ରାଜ୍ୟକୁ କେତେଟା ସୁବାହରେ ଡିଭାଇଡ କରିଥିଲେ। ସୁବାହ କଣ? ସୁବାହ ମାନେ ହଉଛି ପ୍ରୋଭିନ୍ସ। ପ୍ରୋଭିନ୍ସ ମାନେ ଆମର ଯେମିତି ରାଜ୍ୟ ଗୋଟେ ଗୋଟେ, ଉତ୍ତରପ୍ରଦେଶ ହେଲା, ଉତ୍ତରାଖଣ୍ଡ ହେଲା, ଓଡିଶା ହେଲା, ରାଜସ୍ଥାନ ହେଲା, ଲାଇକ ଦ୍ୟାଟ ସେଟା। ତ ପ୍ରୋଭିନ୍ସ ସୁବାହକୁ ଛୋଟ ଛୋଟ ସରକାରରେ ଡିଭାଇଡ କରିଥିଲେ। ସରକାର ବା ତାକୁ କୁହାଯାଉଥିଲା ଡିଷ୍ଟ୍ରିକ୍ଟ, ସିମିଲାର ଟୁ ଡିଷ୍ଟ୍ରିକ୍ଟ। ତାପରେ ଆସିଲା ପରଗଣା। ଏବେ ବି ୱେଷ୍ଟ ବେଙ୍ଗଲର କିଛି କିଛି ଜାଗା ଦେଖିବ ତମେ ପରଗଣା ଜାଗାଟାର କିଛି କିଛି ଜାଗାର ନା ପରଗଣା ଏତିକି, ପରଗଣା ନମ୍ବର ସେତିକି, ଏଇଭଳିଆ ଜିନିଷ ବି ଅଛି। ପରଗଣା ହଉଛି କ୍ଲଷ୍ଟର ଅଫ ଭିଲେଜ, ଯେମିତି ଆମେ ବ୍ଲକ କହୁଛେ। ଗୋଟେ ବ୍ଲକରେ କଣ ଗୁଡାଏ ଭିଲେଜ ଅଛି ହେଲା, ତାପରେ ଆସିଲା ଭିଲେଜ, ଗାଁ ହେଲା। ତ ଏଇଟା ହଉଛି ଇମ୍ପୋର୍ଟାଣ୍ଟ, ପଚାରିଦବ ଆରେଞ୍ଜ ମାନେ ବଡ ୟୁନିଟ ରୁ ଛୋଟ ୟୁନିଟ ସହିତ ପଚାରିଦବ, ନହେଲେ ଏମିତି ସିକ୍ୱେନ୍ସ ଦେଇଦବ ସୁବା ସରକାର, ସରକାର ପରଗଣାକୁ ଏପଟ ସେପଟ କରିଦେଇଥିବ। ତ ଏଇଟାକୁ ମନେ ରଖିବ, ଆଣ୍ଡ ଦିସ୍ ଇଜ ଭେରି ଇମ୍ପୋର୍ଟାଣ୍ଟ। ଆଇ କ୍ୟାନ୍ ମାର୍କ ଇଟ ଷ୍ଟାର ହିୟର, କାରଣ ମତେ ଲାଗୁଛି ଦିସ୍ ଇଜ ଇମ୍ପୋର୍ଟାଣ୍ଟ। ତାପରେ କିଏ କିଏ ରୁଲ କରୁଥିଲେ ହେଡ, ଏଟା ଆଉ ଟିକେ ହାଲକା ଯଦି ଡିଫିକଲ୍ଟିକୁ ଯିବା, ସୁବା, ସୁବାରୁ ଆସିଲା ସୁବେହଦାର। ପୁରୁଣା ମୁଭି ଗୁଡାକରେ ସବୁ ଦେଖିଥିବ ସୁବେଦାର ସୁବେଦାର କୁହନ୍ତି। ଆମେ ଇଭେନ ଯୋଉ ଆମ ପୋଲିସରେ ଯୋଉ ଯୋଉ ଆଣିଛେ କେତେଟା ପୋଷ୍ଟ, ଏଗୁଡା ସବୁ ଏଇ ସୁବେଦାର ପୋଷ୍ଟ ଗୁଡା ସବୁ ସେଇଠୁ ହିଁ ଆସିଛି। ସୁବେଦାର ହେଲା ଗଭର୍ଣ୍ଣର, ଗଭର୍ଣ୍ଣରକୁ ସୁବେଦାର କୁହାଯାଉଥିଲା। ଏଗୁଡା ସବୁ ହଉଛି ପର୍ସିଆନ ଆଉ ଟର୍କିଶ ୱାର୍ଡ। ଦିୱାନ, ଦିୱାନ ହଉଛି କଣ? ଯେତେବେଳେ ଆମେ ଓଡିଆ ପଢିବା ସେତେବେଳେ ଆମେ ଦେଖିବା ଯେ ଏଟା କୋଉ କୋଉ ୱାର୍ଡ ସବୁ। ଦିୱାନ, ଦିୱାନ ବି ସେଇ ପର୍ସିଆନ। ରେଭିନ୍ୟୁ ଆଉ ଫାଇନାନ୍ସ ର ଯିଏ ଦେଖନ୍ତି ତାକୁ କୁହାଯାଏ
ଦିୱାନ। ତାପରେ ଆସିଲା ବକ୍ସି। ଆହୁରି ଅଲଗା ସବୁ ଅଛି କିନ୍ତୁ ମୁଁ ସେଗୁଡା କହୁନି, ଆମ ପାଇଁ ଏତିକି ଇମ୍ପୋର୍ଟାଣ୍ଟ। ଲ, ଅର୍ଡର, ଆଉ ଯାହା ଆମେ ଦେଖିବା ସେଇଟା ଆମେ ଦେଖିବା କେତେବେଳେ, ଯେତେବେଳେ ମଡର୍ନ ହିଷ୍ଟ୍ରି ଦେଖିବା, ସରି ମିଡିଏଭାଲ ହିଷ୍ଟ୍ରି ଦେଖିବା, ସେତେବେଳେ ମୁଗଲ ପିରିୟଡ ଦେଖିଲେ ସେତେବେଳେ ଡିଟେଲ୍ସ ଦେଖିବା ହେଲା। ତ ଆମର ମେନ୍ ତିନିଟା ଜିନିଷ ହେଲା, ଗୋଟେ ସୁବାରେ କିଏ ଦରକାର, ଗୋଟେ ମେନ୍ ଆଡମିନିଷ୍ଟ୍ରେଟର ଦରକାର, ଆଉ ଗୋଟେ ରେଭିନ୍ୟୁ ଓ ଫାଇନାନ୍ସ କୁ ମ୍ୟାନେଜ କରିବା ପାଇଁ ଗୋଟେ ଲୋକ ଦରକାର, ସେ ଦିୱାନ ରହିଲା। ତାପରେ ବକ୍ସି, ବକ୍ସି ହଉଛି କଣ ନା ଲ, ଅର୍ଡର ଆଣ୍ଡ ମିଲିଟାରୀ, ୟାକୁ ଦେଖିବା ପାଇଁ ରହିଲା ବକ୍ସି। ତାପରେ ଆସିଲା ସରକାର, ସରକାର ହଉଛି ନେକ୍ସଟ ୟୁନିଟ ଟା, ଡିଷ୍ଟ୍ରିକ୍ଟ ଯୋଉଟା କହୁଛେ ସେଠି ତାର ଯେ ହେଡମ୍ୟାନ ରହିଲେ ସେ ହେଲା ଫୌଜଦାର, ଫୌଜଦାର। ଇଏ ଏଠି ଦେଖିବେ କଣ ନା ଲ ଆଣ୍ଡ ଅର୍ଡର, ଫୌଜି, ଫୌଜିରୁ ଫୌଜଦାର, ସେଠୁ ହେଲା ଲ ଆଣ୍ଡ ଅର୍ଡର ସେ ଦେଖିବେ। ତାପରେ ଆସିଲା ଆମଲ ଗୁଜାର, ଆମଲ ଗୁଜାର। ଇଏ କଣ ଦେଖିବେ, ଇଏ ଡିଷ୍ଟ୍ରିକ୍ଟ ଲେବୁଲ ରେଭିନ୍ୟୁ ଆଣ୍ଡ, ଇଏ ହଉଛନ୍ତି ଆଇଆରଏସ୍ ଅଫିସର, ଇଏ ହଉଛନ୍ତି ଓଆରଏସ୍ ଅଫିସର, ରେଭିନ୍ୟୁ ଆଣ୍ଡ ରେଭିନ୍ୟୁ କଲେକ୍ସନ କଥା ଦେଖାଯିବ, ଦେଖିବେ କି ଆମଲ ଗୁଜାର ହେଲା। ତାପରେ ପରଗଣାର ଯେ ହେଡ ରହିଲେ ତାକୁ କୁହାଗଲା ସିକଦାର। ସିକଦାର ଟାଇଟେଲ ବି ବହୁତ ଦେଖିବାକୁ ମିଳୁଥିବ ଏବେ ବି ୱେଷ୍ଟ ବେଙ୍ଗଲ ବଗେରାରେ, ଏକ୍ଜିକ୍ୟୁସନ ଅଫ ଏକ୍ଜିକ୍ୟୁଟିଭ ଅଫିସର ହେଲା, ସିକଦାର। ଆଉ ଭିଲେଜ ରେ ଯିଏ ରହିଲେ, ଭିଲେଜ ରେ ହେଡମ୍ୟାନ କୁ କୁହାଗଲା, ଭିଲେଜ ହେଡମ୍ୟାନ ଯୋଉ ସରପଞ୍ଚ ଆମେ ଯେମିତି କହୁଛେ ତାକୁ କୁହାଗଲା ମୁକଦ୍ଦମ ହେଲା। ତାପରେ ହେଲା ପଟୁଆରୀ, ପଟ୍ଟା, ପଟ୍ଟା ଇଜ ରିଲେଟେଡ ଟୁ କଣ, ଜାଗା ବାଡି, ରେଭିନ୍ୟୁ, ତ ଏଠୁ ହେଲା ପଟୁଆରୀ। ଏଇ ଶବ୍ଦ ପଟ୍ଟା ଶବ୍ଦ ବି ସେଇଠୁ ଆସିଛି, ଏଇ ଟାଇମ ରେ ଆସିଛି। ରେଭିନ୍ୟୁ, ତାପରେ ଆସିଲା କିଲାଦାର, କିଲାଦାର ହଉଛି ଫୋର୍ଟମ୍ୟାନ ହେଲା। ଏଠି ହେଲା ଇମ୍ପୋର୍ଟାଣ୍ଟ ପୋଜିସନ୍ସ ଆଉ ଆଡମିନିଷ୍ଟ୍ରେଟିଭ ଡିଭିଜନ୍ସ। ତ ଏଇଟା ଟିକେ ମନେ ରଖିବ, ନୋଟ କରିକି ଖାତାରେ ଲେଖିବ, ଖାତାରେ ଲେଖିଲେ ହିଁ ଆମେ ରିଟେନ୍ କରିପାରିବା ହେଲା। ଯିଏ ଯୋଉ ୱେରେ ତାକୁ ରିପ୍ରେଜେଣ୍ଟ କରିକି ରଖୁଛ ରଖ, ବଟ୍ ଟ୍ରାଏ ଟୁ ରିଟେନ୍ ହାଇଏଷ୍ଟ, ସବୁଠୁ ବେଶୀ ମନେ ରଖିବାକୁ ଚେଷ୍ଟା କର। ମନେ ରଖିବା କେତେବେଳେ, ଯେତେବେଳେ ଆମେ ପଢିବା, ଲେଖିବା, ଲେଖିଲେ ଆମର ଅଧା କାମ ହେଇଯିବ। ଲେଖିବା, ପଢିବା, ନିଜ ଅକ୍ଷର, ନିଜ ହ୍ୟାଣ୍ଡରାଇଟିଂ ଯେତେବେଳେ ଦେଖିବା, ଲେଖିଛେ, ତାକୁ ହାଇଲାଇଟ କରିଛେ, ଆମର ମନେ ପଡିବ, ଆମେ ଜଲ୍ଦି ଜଲ୍ଦି ରିଭାଇଜ କରିପାରିବା। ଯୋଉଟା କି ଆଉ କାହାର କପି, ଆଉ କାହାର ଖାତା କିମ୍ବା ଆଉ କାହାର ଗୋଟେ ପ୍ରିଣ୍ଟ ଆଉଟ ନୋଟ ରୁ ଆମେ ସେତିକି ରିଟେନ୍ କରିପାରିବ ନାହିଁ। ସେଥିପାଇଁ କି ନିଜ ଖାତାରେ ନିଜେ ନୋଟସ କରିକି ରଖ ଆଉ ତାକୁ ରିଭିଜନ କର, that will be easy for you ହେଲା। ତାପରେ ତାପରେ ମୁଗଲ ରୁଲ, ଏଇଟା ହେଲା ରାଜା ମାନସିଂଙ୍କ ଟାଇମରେ ଆସିଲେ। ସେ ଓଡିଶାକୁ, ରାଜା ମାନସିଂଙ୍କ ଟାଇମରେ ସେ ଓଡିଶାକୁ ଅକ୍ତିଆର କଲେ। ଅକ୍ତିଆର କରିସାରିଲା ପରେ ତାଙ୍କୁ ଟ୍ରିବ୍ୟୁଟ, ଓଡିଶାର ରାଜା ମାନେ ଯିଏ ବି ଯୋଉଠି ରୁଲ କରୁଥିଲେ ସେ ତାଙ୍କୁ ଟ୍ରିବ୍ୟୁଟ ଦେଲେ, ଦେଇକି ସିଏ ସୁବା କଣ ୱେଷ୍ଟ ବେଙ୍ଗଲ ସୁବା ଅଣ୍ଡରରେ ସିଏ ଗୋଟେ ଛୋଟିଆ ସରକାର ଭଳିଆ କାମ କଲା ମେ ବି। ତାପରେ ସେଇଠି ଆମେ ଦେଖିଲେ ଯେ ତାର ଇମ୍ପୋର୍ଟାଣ୍ଟ ଡିଭିଜନ ସେତେବେଳେ ଗଭର୍ଣ୍ଣାନ୍ସ ର କଣ କଣ ଥିଲା। ତାପରେ ଆମେ ଦେଖିବା ଡ୍ୟୁରିଂ ଦ ପିରିୟଡ ଅଫ ଜାହାଙ୍ଗୀର, ଡ୍ୟୁରିଂ ଦ ପିରିୟଡ ଅଫ ଜାହାଙ୍ଗୀର, ଜାହାଙ୍ଗୀର ଯେତେବେଳେ ଆସିଲେ, that is 1607, ଏ ମସିହା ଗୁଡା ଇମ୍ପୋର୍ଟାଣ୍ଟ ହେଲା। ମସିହା ଆଉ ଲୋକଟାର ନାଁ କାହା ଟାଇମରେ ହେଇଥିଲା। ଓଡିଶା was declared as a separate province। ଏତେ ବଡ ଏରିଆ ରୁଲ କରିବାକୁ ପ୍ରୋବ୍ଲେମ ହେଲା, ଆଜି ଗୋଟେ ଛୋଟିଆ ସରକାର, ସେଥିପାଇଁ କି ସେ କଣ କଲେ ନା ସେପାରେଟ ପ୍ରୋଭିନ୍ସ ରେ ତାକୁ ଡିଭାଇଡ କରିଦେଲେ, ଡିକ୍ଲେୟାର କରିଲେ ୱିଥ
କ୍ୟାପିଟାଲ କୋଉଠି ଥିବ ଆମେ ଜାଣିଛୁ 1948 ପର୍ଯ୍ୟନ୍ତ କଟକ ଥିଲା। କ୍ୟାପିଟାଲ ଆଟ୍ କଟକ। ପ୍ରତିଷ୍ଠାତା କିଏ? ପ୍ରିଭିୟସ୍ କ୍ଲାସରୁ ଯାଇକି ରିଭାଇଜ କରିବ। ଅଭିନବ ବାରାଣାସୀ କଟକ କିଏ ବସିଥିଲେ? ହେଲା, ସେଇ ଟାଇମରେ ମୋନୁମେଣ୍ଟ ବନିଥିଲା କଣ? ମୋନୁମେଣ୍ଟ ବନିଥିଲା କଦମୀ ରସୁଲ ମସ୍। ଖୋଜିବ ଖୋଜିବ କୋଉଠି ଅଛି ହେଲା। କଦମୀ ରସୁଲ ମସ୍ ସେ ଟାଇମରେ ବନା ହେଇଥିଲା। ତାପରେ ତାପରେ ମୁଗଲ ମାନଙ୍କ ଭିତରୁ ହଁ ଏଇଠି ଗୋଟେ ବଡ ଚେଞ୍ଜେସ ଆସିଲା। ଧୀରେ ଧୀରେ କଣ ହେଲା ନା ମୁଗଲ ମାନେ ଅଲ ଓଭର ଇଣ୍ଡିଆକୁ ରୁଲ କରୁଥିଲେ। ସେତେବେଳେ କହନ୍ତି ସମ୍ରାଟ ଅକବରଙ୍କ ଟାଇମରେ କୁହାଯାଏ ସମ୍ରାଟ ଅଶୋକ, ସମ୍ରାଟ ଅକବର, ଏମିତି ସବୁ କିଛି କିଛି ଲୋକଙ୍କୁ ସମ୍ରାଟ କୁହାଯାଏ। ୱାଇ? ବିକଜ ଦେ ହାଭ ରୁଲ୍ଡ, ଦେ ହାଭ ୟୁନିଫାଇଡ ଦ ଟୋଟାଲ ଟେରିଟୋରି। ମାନେ ଇଣ୍ଡିଆର ଅଲମୋଷ୍ଟ 80% ଜାଗାକୁ ସେ ଆଟ ଏ ଟାଇମ ଅକ୍ୟୁପାଇ କରିଛନ୍ତି ଆଉ ଜିତିଛନ୍ତି ଆଉ ନିଜେ ଏକାଠି କରିଛନ୍ତି। ସେଥିପାଇଁ କି ତାଙ୍କୁ ସମ୍ରାଟ କୁହାଯାଏ। ସେଥିପାଇଁ କି ତ ସମ୍ରାଟ ଅକବରଙ୍କ ଟାଇମରେ ଟୋଟାଲି ଅଲ ଓଭର ଇଣ୍ଡିଆ ତାଙ୍କ କଣ୍ଟ୍ରୋଲରେ ଥିଲା। ତ ମୁଗଲ ଯେତେବେଳେ ଧୀରେ ଧୀରେ ୱିକ୍ ହେଲା ସେତେବେଳେ ଗୋଟେ ମୁଗଲ ଯେତେବେଳେ ୱିକ୍ ହେଲା ସେତେବେଳେ ଏଇ ଜାଗାଟାରେ କିଏ ଥିଲେ? ମରାଠା ମାନେ। ମରାଠା ପାୱାର ହେଲା। ମରାଠା ମାନେ ଏଇଠି ରାଇଜ କଲେ। ରାଇଜ ଅଫ ମରାଠା ହେଲା। ଏଇ ମରାଠା ମାନେ ଯେତେବେଳେ ଏଠି ରାଇଜ କଲେ ସେମାନେ ଏଇ ଏରିଆଟାକୁ ଟୋଟାଲି ଧୀରେ 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 ଅକ୍ୟୁପାଇ କଲେ। ମାନେ କଣ କରୁଥିଲେ ନା ଦେ ୱେର୍ ଭେରି ଗୁଡ ଇନ୍ କଣ ଗରିଲା ୱାରଫେୟାର। ସେମାନେ କଣ କରୁଥିଲେ ନା ମୁଗଲ ଏରିଆ ଗୁଡାକୁ ପ୍ଲଣ୍ଡର କରୁଥିଲେ ହେଲା। ପ୍ଲଣ୍ଡର କରୁଥିଲେ, ରିଭୋଲ୍ଟ କରୁଥିଲେ। ଆମେ ଯୋଉ ମୁଭି ଗୁଡା ବି ସବୁ ଦେଖୁଛେ ଯୋଉ ମରାଠା ଆମର ବାଜିରାଓ ହେଲା ଆଉ ସେ ସବୁ ସେମାନେ ସବୁ ଥିଲେ ଧୀରେ ଧୀରେ। ତ କିଛି ଲୋକ ପ୍ଲଣ୍ଡର କରୁଥିଲେ ଆଉ କିଛି କିଛି ଲୋକ ମରାଠାର ରୁଲର୍ସ ମାନେ ଲୋକାଲ ରୁଲର ଗୁଡାକ ରୁଲର ମାନେ କଣ କଲେ ନା ଏଗେନଷ୍ଟ ଟାଇରାନି ଅଫ କାର ଔରଙ୍ଗଜେବ ହେଲା। ଔରଙ୍ଗଜେବ ବହୁତ ହି ମାନେ ଗୋଟେ ହିଂସ୍ର ରାଜା ଥିଲା। ସେ ତାର ବହୁତ ସପ୍ରେସିଭ ରୁଲ ଥିଲା। ତ ତା ଏଗେନଷ୍ଟରେ ଏମାନେ ଲୋକାଲ ମରାଠା ରୁଲର ମାନେ ରାଇଜ କଲେ ଧୀରେ ଧୀରେ। ସେମାନେ ତାଙ୍କ ଏରିଆଟାକୁ ଅକ୍ୟୁପାଇ କଲେ। ତ ତାଙ୍କ ଏରିଆଟାକୁ ଅକ୍ୟୁପାଇ କଲା ବେଳେ ସେତେବେଳେ କଣ ହେଲା ନା ସେତେବେଳେ କଣ ହେଲା ନା ଏଇଠି କେତେଟା ଜିନିଷ ଦେଖାଗଲା। ମରାଠା ମାନେ ଗୋଟେ ମରାଠା କନଫେଡେରେସି ସେ ଯୋଉ ପୁରା ଟୋଟାଲ ଏରିଆଟାକୁ 3-4ଟା ଭାଗରେ ବିଭକ୍ତ କରାଗଲା। ସେମାନଙ୍କୁ ଯୋଉ ରାଇଟ୍ସ ଦିଆଗଲା ଏଇଟା ଟିକେ ମନେ ରଖିବ। ଫ୍ରିରେ ବେଳେ ବେଳେ କଣ ମ୍ୟାଚ୍ ଦ ଫଲୋଇଂରେ ପକେଇଦବ କି ଏକ୍ସାମରେ ପକେଇଦବ। ତ ଦିସ୍ ପୋର୍ସନ କୋଉମାନେ କଲେ ରୁଲ? ଭୋଁସଲେ। ଏଟା କୋଉ ଏରିଆରେ ହେଇଥିବ? ନାଗପୁର और बेरार भोंसलेज ଅଫ୍ ନାଗପୁର ଏଇଠି ରୁଲ କରୁଥିଲେ। ତାପରେ ଏଠି ଆମେ ଜାଣିଛେ ପେଶୱା। ପେଶୱା କୋଉଠି ଥିଲେ? ପେଶୱା ଅଫ ପୁନେ ହେଲା। ହେଲା ପୁନେରେ। ତାପରେ ଏଇଟା ଟିକେ ବେଶୀ ମୁଁ ଉପରକୁ କରିଦେଲି। ଦିସ୍ ଇଜ ହିୟର ହେଲା। ଜି ଜି ଗାଇକୱାଡ ଅଫ ଗୁଜରାଟ। ଏଇଟା କଣ?
ରାଜସ୍ଥାନ ପାଖାପାଖି ଏରିଆ। ଏବେ ବି ସେମାନେ ଅଛନ୍ତି, ପଲିଟିକାଲ ପାର୍ଟିରେ ଅଛନ୍ତି। ସିନ୍ଧିଆସ୍ ଅଫ ଗ୍ୱାଲିୟର। ହେଲା, ତ ଆଉ ଏ ମଝିଟା ହଉଛି ହୋଲକାର୍ସ ଅଫ ଇନ୍ଦୋର। ହେଲା, ମରାଠା କନଫେଡେରେନ୍ସି ଯୋଉ ଏଇ ଜିନିଷଟା ମୁଁ କହିଲି, ଏମାନେ ସବୁ ଲୋକାଲ ରାଜା ମାନେ, ଲୋକାଲ ଛୋଟ ଛୋଟ ଗୋଷ୍ଠୀ ମାନେ, ସେମାନେ ରିଭୋଲ୍ଟ କଲେ ଆଉ ନିଜକୁ ଫ୍ରି ବୋଲି ଡିକ୍ଲେୟାର କରିବାକୁ ଚାହିଁଲେ। ସେତେବେଳେ କଣ ହେଲା ନା, ଏଇ ଟୋଟାଲ ମରାଠା କନଫେଡେରେନ୍ସି ଯୋଉ ଏରିଆଟା ମୁଗଲ ଅଣ୍ଡରରେ ଥିଲା, ସେ ଧୀରେ ଧୀରେ କଣ ହେଲା ନା 4-5ଟା ଭାଗରେ ବିଭକ୍ତ ହେଇଗଲା। ଯୋଉ ମୁଁ କହିଲି ବିଭକ୍ତ ହେଇଗଲା, ବିଭକ୍ତ ହେଇକି ଅଲଗା ଅଲଗା ମାନେ ଗୋଟେ ଗୋଟେ ଫ୍ୟାମିଲି ଯୋଉ କହନ୍ତି, ଗୋଟେ ଗୋଟେ ପରିବାର କିମ୍ବା ଗୋଟେ ଗୋଟେ ଜମିନଦାର ସେଠିକାର ସେମାନେ ସବୁ ସେଠିକାର ରୁଲ କରିବାକୁ ଲାଗିଲେ। ତ ରୁଲ କରିବାକୁ ଯୋଉ ଲାଗିଲେ, ଏଇଟା ହଉଛି ଇମ୍ପୋର୍ଟାଣ୍ଟ। ଗୋଟେ ଇଣ୍ଡିଆନ ହିଷ୍ଟ୍ରିରେ ବି ସେ ଯୋଉ ଭାଙ୍ଗି ଥିଲା, କିଏ କୋଉ ରିଜନରେ ରୁଲ କରିଥିଲେ, ଦ୍ୟାଟ ଇଜ ଭେରି ଭେରି ଇମ୍ପୋର୍ଟାଣ୍ଟ। ଏଇ ଚିତ୍ରଟାକୁ ପୁରା ମାନେ ମନରେ ପୁରା ଆଙ୍କି ଦିଅ, କେବେ ବି ଯେମିତି ଭୁଲ ହବନି। ଏଭ୍ରି ଟାଇମ ୟୁ କ୍ୟାନ ଗେଟ୍ ଦିସ୍ ଟାଇପ ଅଫ କ୍ୱେଶ୍ଚନ। ଗାଇକ୍ୱାଡ ଅଫ ଗୁଜରାଟ, ଏଇଟା କିଛି ଭୁଲ ହବନି। ଜି 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 ଫର ଜି ଫର ଜି। ଜି ଫର ଗାଇକ୍ୱାଡ, ଜି ଫର ଗୁଜରାତ। ଗଲା। ସିନ୍ଧିଆଜ ଅଫ ଗ୍ୱାଲିୟର, ଗ୍ୱାଲିୟର ହଉଛି ଟିକେ ଉପରକୁ ରହୁଛି। ସିନ୍ଧିଆଜ ଏବେ ବି ସେମାନେ ରୁଲ କରୁଛନ୍ତି, ରାଜସ୍ଥାନର ଯୋଉ ପଲିଟିକାଲ ପାର୍ଟିରେ ଅଛନ୍ତି। ସେଇଟା ଭୁଲ ହବ ନାହିଁ। ନାଗପୁରଟା ଏପଟକୁ ରହିଲା, କୁଆଡେ ମହାରାଷ୍ଟ୍ରର ଏପଟକୁ, ଇଷ୍ଟର୍ଣ୍ଣ ପାର୍ଟକୁ। ସେଥିପାଇଁ କି ଭୋଁସଲେ ସେମାନେ ଥିଲେ, ଭୋଁସଲେ। ଆମେ ଏଇଠି ଦେଖିବା ଓଡିଶାରେ ଯିଏ ରୁଲ କରୁଥିଲେ ଲାଷ୍ଟ ଟାଇମରେ, ଯିଏ ଆମ ଓଡିଶାକୁ ବ୍ରିଟିଶ ମାନଙ୍କ ସହିତ ମାନେ ଏଗ୍ରିମେଣ୍ଟ କରିକି ତାଙ୍କୁ ଦେଇ ଦେଇଥିଲେ, ତାଙ୍କ ନାଁ ହଉଛି ରଘୁଜୀ ଭୋଁସଲେ। ହେଲା, ଭୋଁସଲେ ମାନେ ନାଗପୁରରେ ରୁଲ କରୁଥିଲେ। ଆଉ ହୋଲକାର୍ସ ଅଫ ଇଣ୍ଡିଆ, ଯୋଉ ସରି ଇନ୍ଦୋର, ଏଇ ଜାଗାଟା ହଉଛି ଇନ୍ଦୋର। ସେଥିପାଇଁ କି ହୋଲକାର ମାନେ ଏଠି ରୁଲ କରୁଥିଲେ। ଆଉ ପେଶୱା ଅଫ ପୁନା ତ ଆମେ ଜାଣିଛେ, ପିପି ହେଲା ପେଶୱା ଅଫ ପୁନା, ଜିଜି ହେଲା ଗାଇକ୍ୱାଡ ଅଫ ଗୁଜରାତ। ଦିଟା ମନେ ରହିଗଲା। ଓଡିଶାରେ ହେଲା ରଘୁଜୀ ଭୋଁସଲେ ଯେହେତୁ ଥିଲେ, ଭୋଁସଲେ ଅଫ ନାଗପୁର, ଆଉ ହୋଲକାର୍ସ ଅଫ ଇନ୍ଦୋର, ସିନ୍ଧିଆଜ ଅଫ ଗ୍ୱାଲିୟର। ହେଲା, ମରାଠା କନଫେଡେରେସି ଏଇଭଳିଆ ଭାଙ୍ଗିଲା। ଯେତେବେଳେ ଭାଙ୍ଗିଲା, ଏଇ ଯୋଉ ଭୋଁସଲେ ଅଫ ନାଗପୁର, ସେମାନେ ଟୋଟାଲ ଏଇ ରିଜନଟାକୁ ରୁଲ କରୁଥିଲେ। ଧୀରେ ଧୀରେ ଏମାନେ ଆସିଲେ। ମୁଁ କହୁଥିଲି ସେମାନେ କଣ ନା ପ୍ଲଣ୍ଡରର ଥିଲେ। ତ ତାଙ୍କର ଗୋଟେ ହ୍ୟାବିଟ ଥିଲା କଣ ନା, ସେମାନେ ଡିଫରେଣ୍ଟ ଡିଫରେଣ୍ଟ ପାର୍ଟକୁ ଆଟାକ୍ କରୁଥିଲେ। ଆଟାକ୍ କଲା ପରେ ସେମାନଙ୍କୁ ତାପରେ ସେମାନେ ଡେଫିନେଟଲି ଗୋଟେ ଜାଗାକୁ ଆମେ ବାରମ୍ବାର ଦିସ୍ ଥିଙ୍ଗସ୍ ଆର୍ ହାପେନିଂ ଏବେ ବି ସେୟା ହଉଛି। ଯୋଉ ଆମେ କହୁଛେ ଯଦି ଆମେ ଜୋଗ୍ରାଫିରେ ଦେଖିବା, ଷ୍ଟ୍ରେଟ୍ ଅଫ ହରମୁଜ, ସେଇଠି ଯୋଉ କେତେ ଛୋଟ ଛୋଟ ଆଫ୍ରିକାନ କଣ୍ଟ୍ରିଜ ଗୁଡା ଅଛି। ତ ପ୍ରାୟତଃ ଯେତେ ସବୁ ଯୁଦ୍ଧ ଜାହାଜ ଗୁଡାକ ଯାଆନ୍ତି, ଏଇପଟ ଦେଇ ଯାଆନ୍ତି। ତ ଏଠି ସବୁ ଥାଆନ୍ତି। ସେମାନେ କଣ କରନ୍ତି ନା, ଆକୁ ଆଟାକ୍ କରନ୍ତି। ସେଥିପାଇଁ କି ସବୁ ଗଭର୍ଣମେଣ୍ଟ, ସବୁ ଦେଶର ଗଭର୍ଣମେଣ୍ଟ ଏଇ ଯୋଉ ରିଜିଅନ ଗୁଡାକର, ଦେଶ ଗୁଡାକ ସହିତ ଟାଇ ଅପ୍ କରାଏ, ଆଉ ତାଙ୍କଠୁ ପ୍ରୋଟେକ୍ସନ ମାଗେ। ଆଉ ଯଦି ସେମାନେ ଆଉ ତାଙ୍କୁ ଡିଭିଡେଣ୍ଡ ଦିଏ, ଯେ ଆମ ଭିତରେ ଗୋଟେ ରହିଲା ଯେ ଏଇ ଏରିଆରେ ତମେ ଆମକୁ ଆଟାକ୍ କରିବ ନାହିଁ। ଏଇଟା ଏବେ ବି ଆକ୍ଟିଭ ଅଛି, ସେତେବେଳେ ବି ଥିଲା। ତ ସେମାନେ ମରାଠାସ ମାନେ ଆଟାକ୍ କରୁଥିଲେ। ତାପରେ ସେଥିପାଇଁ କି ସେଠିକାର ଯୋଉ ଲୋକାଲ ରୁଲର ଯିଏ ବି ଯାହା ଥିଲେ, ସେମାନେ କଣ କରୁଥିଲେ, ତାଙ୍କ ସହିତ ସନ୍ଧି କରୁଥିଲେ ଯେ ନାଇଁ, ତମେ ଆମକୁ ଆଟାକ୍ କର ନାହିଁ, ତମକୁ ଯାହା ଦରକାର ଆମେ ତମକୁ ଦବୁ, ଆମେ ତମକୁ କିଛି ଡିଭିଡେଣ୍ଡ ଦବୁ କିମ୍ବା ଯାହା ବି ଦବୁ। ତ ସେ ତୁମେ ଏମିତି ପ୍ଲଣ୍ଡର ଆଉ ଚୋରି ମାନେ ଯୋଉ ଆଟାକ୍ ବଗେରା କରନି। ସେମାନଙ୍କ ସେଫଟି ପାଇଁ କି ସେମାନେ ସେମାନଙ୍କ ସହିତ ନେଗୋସିଏସନ କରୁଥିଲେ। ତ ଏଇଠି କଣ ହେଲା ନା, ଭୋଁସଲେଜ ଅଫ ନାଗପୁର ମାନେ ଆସିକି ଏପଟେ ଆମର ରୁଲ କଲେ ଧୀରେ ଧୀରେ। ତ ସେମାନେ କଣ କଲେ ନା, ଡିଭାଇଡ କରିଦେଇଥିଲେ। ମୁଗଲ ଟାଇମରେ ହିଁ ଓଡିଶାକୁ 2 ଭାଗରେ ବିଭକ୍ତ କରିଥିଲେ। ହେଲା, ଗୋଟେ ହେଲା ମୁଗଲ ବନ୍ଦୀ ଏରିଆ, ଆଉ ଗୋଟେ ହଉଛି ଗଡଜାତ ହିଲ୍ସ। ହେଲା, ଗଡଜାତ ହିଲ୍ସ ଯୋଉ ରହିଲା, ଏମାନେ ରହିଲେ ଅପ ଟୁ ଇଣ୍ଡିପେଣ୍ଡେନ୍ସ। ଯେବେ ଆମର ଓଡିଶାକୁ ଟୋଟାଲ
କନଫିଗର କରାହେଲା ତାର ଯୋଉ ଛୋଟ ଛୋଟ ଯୋଉଠି ଥିଲା ସବୁ ୱେଷ୍ଟରୁ ଆସିଲା ଗଞ୍ଜାମ ସରି ସାଉଥରୁ ଗଞ୍ଜାମ ଆସିକି ମିଶିଲା ଉପରୁ ସମ୍ବଲପୁର ସେପଟ ବାଲେଶ୍ୱର ରିଜନ ମିଶିଲା ଏପଟୁ ଗଡଜାତ ହିଲ୍ ତ ଗଡଜାତ ହିଲ୍ ରହିଲା ଅପ୍ ଟୁ ଯେପର୍ଯ୍ୟନ୍ତ 1936ରେ ସରି ହଁ 1936 ମସିହାରେ ଯେତେବେଳେ ଓଡିଶାର ରିକନଫିଗୁରେସନ ହେଲା ସେ ପର୍ଯ୍ୟନ୍ତ ଗଡଜାତ ହିଲ୍ସ ରହିଲା। ମୁଗଲବନ୍ଦୀ ଏରିଆ କଣ ନା ପ୍ଲେନ ଏରିଆ କୋଷ୍ଟାଲ ଏରିଆ ପ୍ଲେନ ଏରିଆ ସେଇଟାକୁ ଡାଇରେକ୍ଟ ମୁଗଲର ଯିଏ ବି ଥିଲେ ରାଜା ମାନସିଂ କିମ୍ବା ତାଙ୍କ ରିପ୍ରେଜେଣ୍ଟେଟିଭ ଯିଏ ଥିଲେ ସିଏ ଡାଇରେକ୍ଟଲି ସେଇ ଏରିଆକୁ ରୁଲ କରୁଥିଲେ। କିନ୍ତୁ ଗଡଜାତ ହିଲ୍ ଯେହେତୁ ଗୋଟେ ହିଲି ଏରିଆ ଥିଲା ଆଉ ସେଠି ଲୋକାଲ ରୁଲର ମାନେ ଥିଲେ ସେମାନେ ସେଠିକି ଏମାନଙ୍କୁ ପେନିଟ୍ରେଟ କରିବା ବି ଡିଫିକଲ୍ଟ ହଉଥିଲା। ସେମାନେ ସେ ପାହାଡି ଇଲାକାକୁ ଯାଉନଥିଲେ ତ ସେଠିକାର ଟ୍ରାଇବାଲ ଚିଫ୍ସ ମାନେ ଯିଏ ବି ଥିଲେ ସେମାନେ ତାଙ୍କୁ ରାଇଟ୍ସ ଦେଇଥିଲେ ଯେ ତମେ ଏଇ ଜାଗାକୁ ରୁଲ କର ଆଉ ଆମକୁ ଡିଭିଡେଣ୍ଡ ଅର ଟ୍ରିବ୍ୟୁଟ ଦିଅ ତ ସେଇ ସିଷ୍ଟମ ଥିଲା। ତ ଆଜ ଇଟ ଇଜ କିଏ ମରାଠା ମାନେ ସେଇଟାକୁ ଆଡପ୍ଟ କଲେ ହେଲା। ତ ସେଇଠି ଆସିଲା ଦିଟା ଜିନିଷ ଦିସ୍ ଇଜ ଭେରି ଇମ୍ପୋର୍ଟାଣ୍ଟ ଏଗେନ୍ ଷ୍ଟାର ମାର୍କ କରିକି ରଖ। ଗୋଟେ ହେଲା ଚଉଠ ପଚାରିଦବ ଚଉଠ କଣ ଆଉ ଗୋଟେ ହେଲା ସରଦେଶମୁଖୀ ହେଲା। ଚଉଠ ଆଉ ସରଦେଶମୁଖୀ ଥିଲା ଟ୍ୟାକ୍ସେସନ ଯୋଉଟା କି ମରାଠା ମାନେ ଅନ୍ୟମାନଙ୍କଠୁ କଲେକ୍ଟ କରୁଥିଲେ ହେଲା। କେତେ ଥିଲା ଚଉଠ ମାନେ କଣ ଏକ ଚତୁର୍ଥାଂଶ ମାନେ 25% ଅଫ ଦ ରେଭିନ୍ୟୁ। ଯେତିକି ରେଭିନ୍ୟୁ ଜେନେରେଟ ହଉଥିଲା ତାର 25% କିଏ ନଉଥିଲେ ମରାଠା ମାନଙ୍କୁ ଦଉଥିଲେ ଏଗେନଷ୍ଟ ୱାଟ ମୁଁ ଯେମିତି କହିଲି ଏଗେନଷ୍ଟ ପ୍ରୋଟେକ୍ସନ ହେଲା ଫ୍ରମ ପ୍ଲଣ୍ଡର। ସେ ଯୋଉ ଲୁଟପାଟ କରୁଥିଲେ ସେଥିରୁ ବଞ୍ଚେଇବା ପାଇଁ କି ସେମାନେ 25% ତାଙ୍କ ଡିଫେନ୍ସ ପାଇଁକି ଦେଲେ ଯେ ତୁମମାନେ ଆମକୁ ପ୍ଲଣ୍ଡର କରିବନି କିମ୍ବା ଆଉ କୋଉ ବି ପ୍ଲଣ୍ଡର ଆଉ ଯିଏ ଯୋଉମାନେ ବି ଆସିକି ଲୁଟପାଟ କରୁଛନ୍ତି ସେଥିରୁ ଆମକୁ ବଞ୍ଚେଇବ ଡିଫେନ୍ସ କରିବ ସେଥିପାଇଁ ଆମେ ତମକୁ 25% ରେଭିନ୍ୟୁ ଆମର ଯେତିକି ଜେନେରେଟ ହଉଛି ସେତିକି ଆମେ ଦବୁ ହେଲା। ଚଉଠ ମାନେ 25% ଏଇଟା କନଫ୍ୟୁଜ ହବ ନାହିଁ। ତାପରେ ହେଲା ସରଦେଶମୁଖୀ ହଉଛି 10% ଅଫ ଦ ରେଭିନ୍ୟୁ। ଏଇଟା କାହିଁକି ଦଉଥିଲେ ବିକଜ ମରାଠାଜ ୱେର ପଲିଟିକାଲ ହେଡ ଏଇ ରିଜିୟନରେ ପଲିଟିକାଲ ହେଡ କିଏ ଥିଲେ ମରାଠା ମାନେ ଥିଲେ। ତ ସେଥିପାଇଁ କି ଯେମିତି ମୁଗଲ ଏମ୍ପରରକୁ ଦଉଥିଲେ 10% କେତେ ପରସେଣ୍ଟ ଦଉଥିଲେ ଆମେ ଜାଣିନି କିନ୍ତୁ ମୁଗଲ ଏମ୍ପରରଙ୍କୁ ଟ୍ରିବ୍ୟୁଟ ଦଉଥିଲେ ତ ଏଇ 10% ହଉଛି ସରଦେଶମୁଖୀ ଯୋଉଟା କି ଆଜ ଏ ପଲିଟିକାଲ ହେଡ ତାଙ୍କୁ ଦଉଥିଲେ ଆଉ 25% ତାଙ୍କର ଡିଫେନ୍ସ ପାଇଁ କି ଲୋକାଲ ରୁଲର ମାନେ ସେତେବେଳେ ତାଙ୍କୁ ଦଉଥିଲେ ହେଲା। ଦିସ୍ ଇଜ ଦ ମେନ୍ ସିଷ୍ଟମ ଯୋଉଟା କି ଥିଲା ଇନ ବିଟୁଇନ ଜଗନ୍ନାଥ ଟେମ୍ପଲ କି ବି ମରାଠା ମାନେ ଅକ୍ତିଆର କରିଥିଲେ। ତ ସେ ଯାହା ବି ହଉ ଦ୍ୟାଟ ଇଜ ନଟ୍ ଇମ୍ପୋର୍ଟାଣ୍ଟ। ତ ଏଇ ଟାଇମରେ ଆମେ ଦେଖୁଛେ ସାଇମଲଟାନିୟସଲି ଏଇଟା କେବେକାର କଥା 1607 ମାନେ 1620-25 ଏଇ ଟାଇମ ପଳେଇ ଆସିଲାଣି 16th ସେଞ୍ଚୁରୀର ସେକେଣ୍ଡ ହାଫ ପଳେଇ ଆସିଲାଣି। ସେତିକି ବେଳେ ଆମେ ଦେଖୁଛୁ ଅଲରେଡି ଆମେ ଜାଣିଛେ କଣ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିଲାଣି। ଇଣ୍ଡିଆର ସବୁ ଅଲଗା ଯୋଉ କୋଷ୍ଟାଲ ଏରିଆ ଗୁଡାକରେ ଧୀରେ ଧୀରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଗୋଟେ ଗୋଟେ ସବୁ ବନଲାନି ଏଇ ସବୁ ଜାଗା ଗୁଡାକରେ ସାଉଥରେ ଏଇ ସବୁ ଗୁଜୁରାଟ କୋଷ୍ଟରେ ୱେଷ୍ଟ ବେଙ୍ଗଲ ଏଇ ସବୁ ଜାଗା ଗୁଡାକରେ ଧୀରେ ଧୀରେ ତାଙ୍କର ଏଷ୍ଟାବ୍ଲିଶମେଣ୍ଟ ହେଲାଣି। ତ ଧୀରେ ଧୀରେ କଣ ହେଲା ନା ସେତେବେଳକୁ ଆମେ ଦେଖୁଛେ ଫ୍ରମ ଦ ଏକାଉଣ୍ଟ ଅଫ ସୋର୍ସ କୋଉଟା ସୋର୍ସ ହେଲା ଫ୍ରମ ଦ ଏକାଉଣ୍ଟ ଅଫ ୱିଲିୟମ ୱିଲସନ ହଣ୍ଟର W ହଣ୍ଟର ତାଙ୍କ କହିବା ମୁତାବକ ସିଏ ହଉଛନ୍ତି ଜଣେ ଇଂଲିଶ ହିଷ୍ଟୋରିଆନ ହଣ୍ଟର ନାଁ ଟା ବହୁତ ଫେମସ। ହଣ୍ଟରର ଦିଟା କମିଟି ବସିଥିଲା ସେଟା ଆମେ ପରେ ଡିସ୍କସନ କରିବା କିନ୍ତୁ W ହଣ୍ଟର ହଉଛନ୍ତି ଜଣେ ଇଂଲିଶ ହିଷ୍ଟୋରିଆନ ଯିଏ କି ସେତେବେଳେ ତାଙ୍କ ସୋର୍ସରୁ ଜଣା ପଡୁଛି ଯେ 1633 ବେଳକୁ till 1633
ଓଡ଼ିଶାରେ ଓଡ଼ିଶା there were 3 trade center established by British in ଓଡ଼ିଶା। ସେଗୁଡ଼ା କ'ଣ? ପ୍ରଥମେ ହେଲା ନା ଗୁଡ଼ା ମନେ ରଖିବ, ହରିହରପୁର ହେଲା, ଏଟା ହଉଛି ଫର୍ଷ୍ଟ, ଯୋଉଟା କି ମଡର୍ଣ୍ଣ ଜଗତସିଂହପୁରରେ ଅଛି। ହେଲା, ତାପରେ 2 ହେଲା ବାଲେଶ୍ୱର ବୁଢା ବଳଙ୍ଗ ରିଭର। ହେଲା, ତାପରେ 3 ନମ୍ବର ହେଲା ପିପିଲି ଅନ୍ ରିଭର ସୁବର୍ଣ୍ଣରେଖା। ହେଲା, ଏଇ 3ଟା ଜାଗାରେ ସେ ତାଙ୍କର ଟ୍ରେଡ ସେଣ୍ଟର ବସେଇ ସାରିଥିଲେ। ଭେରି ଇମ୍ପୋର୍ଟାଣ୍ଟ, ଲୋକେସନ ଗୁଡା ମନେ ରଖିବ, ଦେଖିବ, ଚେକ୍ କରିବ ବି ଜୋଗ୍ରାଫିକାଲି। ହେଲା, ପିପିଲି ଅନ୍ ରିଭର ସୁବର୍ଣ୍ଣରେଖା, ନଦୀ କୂଳରେ ରଖୁଥିଲେ। ହରିହରପୁର ମଡର୍ଣ୍ଣ ଜଗତସିଂହପୁର। ତାପରେ କାରଣ ତାଙ୍କର ଟ୍ରେଡ ରୁଟ ଟା ଥିଲା କ'ଣ, ୱାଟର ବଡି, ସେମାନେ ପାଣି ଜାହାଜ ସାହାଯ୍ୟରେ ଯିବା ଆସିବା କରୁଥିଲେ, ସେଥିପାଇଁ କି ତାଙ୍କର କୋଷ୍ଟରେ ନଦୀ ମୁହାଣ ଗୁଡାକରେ ତାଙ୍କର ଟ୍ରେଡ ସେଣ୍ଟର ସେମାନେ ବନେଇଥିଲେ। ଟ୍ରେଡ ସେଣ୍ଟର କ'ଣ ପାଇଁ ଦରକାର? ଜିନିଷ ଟ୍ରାନ୍ସପୋର୍ଟ କରିବା ପାଇଁ। ଆମେ ଜାଣିଛେ ଯେ ଇଣ୍ଡିଆନ ପ୍ରଡକ୍ଟ ନେଇକି ସେଠି ବିକୁଥିଲେ, ସେଠୁ ଆଣିକି ଏଠି ଇଣ୍ଡିଆରେ ତାଙ୍କ ଜିନିଷ ବିକୁଥିଲେ, ଏଠୁ କଞ୍ଚାମାଲ ବୋହୁଥିଲେ, ତ ସେଥିପାଇଁ କି ତାଙ୍କର ନଦୀ କୂଳରେ ସେମାନେ ତାଙ୍କର ଟ୍ରେଡ ସେଣ୍ଟର ଗୁଡା ରଖିଥିଲେ। ହେଲା, ତ ଏଇଟା ହଉଛି ତା ଭିତରେ ଇନ୍ ବିଟୁଇନ୍ ଯାହା ଯାହା ସବୁ ଟ୍ରାନଜିସନ ହେଇଛି। ଯଦି ଆମେ ଦେଖିବାକୁ ଯିବା, ଧୀରେ ଧୀରେ ଏଇ ଟାଇମରେ କ'ଣ ହେଲା, annexation of ଓଡ଼ିଶା। ଏପର୍ଯ୍ୟନ୍ତ ଆମେ ଦେଖିଲେ ଯେ ଆମର ପଲିଟିକାଲ ଏଇ ଟାଇମରେ କ'ଣ ହେଇଛି ନା, 1633 ବେଳକୁ ଆମର ପଲିଟିକାଲ ହେଡ୍ କିଏ ଅଛନ୍ତି? ମରାଠା ମାନେ ଅଛନ୍ତି। ବଟ୍ ସେତେବେଳେ ଏମାନେ ଧୀରେ ଧୀରେ ନିଜର ଆଧିପତ୍ୟ ଟିକେ ଟିକେ ପୋର୍ଟ ବଗେରା ଖୋଲୁଛନ୍ତି କିମ୍ବା ଟ୍ରେଡ ସେଣ୍ଟର୍ସ ଗୁଡା ବନେଇଛନ୍ତି। ଧୀରେ ଧୀରେ ବ୍ରିଟିଶ ଆମର କ'ଣ ହବ ନା, ପଲିଟିକାଲ ମାଷ୍ଟର ହବ। କେବେ? ଆଉ ଏଇଠି ଟିକେ ଫ୍ୟାକ୍ଟ ମନେ ରଖିବା। ହେଲା, ଏଇ ଟାଇମରେ ଆମେ ଯଦି ଇଣ୍ଡିଆନ ହିଷ୍ଟ୍ରି ସହିତ କମ୍ପେୟାର କରିବା, ଦେଖିବା 1765 ଆଡକୁ କ'ଣ ଥିଲା ଇଣ୍ଡିଆ। ଆମେ ଏଇ ଚିତ୍ରରେ ଦେଖିବା 1765 ରୁ କ'ଣ ହେଇଛି ନା, ଆମେ ଦେଖିଲେ ବ୍ୟାଟେଲ ଅଫ ବକ୍ସାର, ବ୍ୟାଟେଲ ଅଫ ପ୍ଲାସି ଅଲମୋଷ୍ଟ ସରିଗଲାଣି। ଏପଟେ ନର୍ଦର୍ନ ସିରକାର, ଏଇ ଏରିଆଟା ଅକ୍ୟୁପାଇ କରିସାରିଲେଣି କିଏ? ବ୍ରିଟିଶ। ନର୍ଦର୍ନ ସିରକାର ୟାକୁ କୁହାଯାଏ। ହେଲା, ନର୍ଦର୍ନ ସିରକାର ଏଇଟା ହଉଛି, ଦେଖିଦବା ଏଇଟା ନର୍ଦର୍ନ ସିରକାର, ଏଇଟା ହଉଛି ୱେଷ୍ଟ ବେଙ୍ଗଲ। ଏଇ ପାର୍ଟଟା ସେମାନେ ଅକ୍ୟୁପାଇ କରିସାରିଲେଣି, ଏଇ ପାର୍ଟଟା ଅକ୍ୟୁପାଇ କରିସାରିଲେଣି, ବଳକା ରହିଗଲା ଏଇ ପାର୍ଟଟା। ହେଲା, ତାକୁ ସେ କ'ଣ କଲେ ନା, ଯେହେତୁ ନର୍ଦର୍ନ ସରକାର ଅକ୍ୟୁପାଇ କଲେ, ତ 1765 ରେ ଗଞ୍ଜାମ was captured with agreement of 1765 by Lord Clive। ହେଲା, ଲର୍ଡ କ୍ଲାଇଭ ଦ୍ୱାରା ଗଞ୍ଜାମଟାକୁ ସେମାନେ କ୍ୟାପଚର କଲେ।
କେମିତି that was not the part of ଓଡ଼ିଶାର ସେତେବେଳେ ସେତେବେଳେ ସେଟା ଥିଲା ନର୍ଦର୍ନ ସରକାରରେ ମିଶିକି ଥିଲା ମାନେ ଆନ୍ଧ୍ରପ୍ରଦେଶ ରିଜନ ସହିତ ମିଶିଥିଲା ତ ସେଠୁ ସେମାନେ ସେଇଟାକୁ ଅକ୍ତିଆର କଲେ ତାପରେ କଲୋନେଲ ଇପକ୍ କଲୋନେଲ ଇପକ୍ ଡିଫିଟେଡ୍ ସେଠି ଜଣେ ଲୋକାଲ ରୁଲର ଥିଲା ନାରାୟଣ ଦେବ ନା ଗୁଡା ଏତେ ଇମ୍ପୋର୍ଟାଣ୍ଟ ନୁହଁ ଏଇ ନା ଗୁଡା ଇମ୍ପୋର୍ଟାଣ୍ଟ ନାରାୟଣ ଦେବ ଡିଫିଟେଡ୍ ନାରାୟଣ ଦେବ ଆଟ୍ ଜଲମୁରୁ ଜଲମୁରୁଟା ହଉଛି ସେଇଠି ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ ପାଖାପାଖି ଇନ୍ ମେ 1768 ହେଲା ସେତେବେଳେ ଗଞ୍ଜାମ ୱାଜ fully annexed by British ଗଲା ଗଞ୍ଜାମକୁ ଅକ୍ତିଆର କରିନେଲେ ଗୋଟେ ପାର୍ଟ ସରିଲା ତାପରେ 2 ନମ୍ବର ଆସିଲା ପୁରୀ ପୁରୀ କେମିତି ଆନେକ୍ସ କଲେ କ୍ୟାପଚର୍ଡ ବାय ଲର୍ଡ ୱେଲେସ୍ଲି ଆଚ୍ଛା ଲର୍ଡ ୱେଲେସ୍ଲି କଣ ଯୁଦ୍ଧ କରିବାକୁ ଆସିଥିଲେ ନା ସେ ଗୋଟେ ଚିଠି ଲେଖିଲେ ବାय ଲର୍ଡ ୱେଲେସ୍ଲି ଥ୍ରୁ ଡିପ୍ଲୋମାସି ଆମକୁ ପ୍ରମିଜ କଲେ ଯେ we will not no interference in the administration of Jagannath temple ହେଲା ତ ଏଇଟା ଆମକୁ ସେତେବେଳେ ଆମେ ମରାଠା ମାନଙ୍କର ମାନେ ଅତ୍ୟାଚାର ଆମେ ପୁରା ଯାଇଥିଲେ ସେଥିପାଇଁ କି ଆମକୁ ଲାଗିଲା ଯେ ନାଇଁ ଦିସ୍ ଇଜ ଏ ବେଟର ଥିଙ୍ଗ ଯେ ସେମାନେ ଟେମ୍ପଲ ଆଡମିନିଷ୍ଟ୍ରେସନରେ କୌଣସି ଇଣ୍ଟରଫିୟରେନ୍ସ କରିବେ ନାହିଁ ଆମର କଲଚରାଲ ରିଲିଜିୟସ୍ ପ୍ରାକ୍ଟିସରେ କୌଣସି ଇଣ୍ଟରଭେନସନ ରହିବ ନାହିଁ ସେଥିପାଇଁ ଆମେ ସୁଅ ମୋଟ ଆମର ଯୋଉ ଗଭର୍ଣ୍ଣିଂ ଡ୍ୟୁଟିଟା ଆମେ ତାଙ୍କୁ ହ୍ୟାଣ୍ଡ ଓଭର କରିଦେଇଥିଲେ ତାପରେ 3ରେ ଆସିଲା କଟକ ଭେରି ଭେରି ଇମ୍ପୋର୍ଟାଣ୍ଟ କଟକ କାରଣ ଦ୍ୟାଟ୍ ଇଜ ଏ ପଲିଟିକାଲ ଆଣ୍ଡ ଟ୍ରେଡ ସେଣ୍ଟର ସେଥିପାଇଁ କି ପଲିଟିକାଲ ହେଡ୍ ବି ଆଉ ଗୋଟେ ମେନ୍ ବିଜନେସ ହବ୍ ବି ସେଥିପାଇଁ କଟକ ବହୁତ ଇମ୍ପୋର୍ଟାଣ୍ଟ ଥିଲା ସେଟାକୁ ଫର୍ଷ୍ଟ ଆଟାକ୍ ହେଇଥିଲା କେବେ 24 ସେପ୍ଟେମ୍ବର 1803ରେ ହେଲା ଆଉ ନେକ୍ସଟ ବାय ହାରକୋଟ ନାଟା ମନେ ରଖିବ ହାରକୋଟ COURT ହେଲା ସେ 24 ସେପ୍ଟେମ୍ବର 1803ରେ ଆଟାକ୍ ଆରମ୍ଭ କରିଥିଲେ ଆଉ annexed by ହାରକୋଟ ଇନ୍ କେତେ 10 ଅକ୍ଟୋବର 1803 ହେଲା ପାଖାପାଖି 10 ଦିନ ଏପଟେ 6 ଦିନ 15-16 ଦିନ ପରେ ଟୋଟାଲ ସିଟିଟାକୁ ଅକ୍ତିଆର କଲେ ହେଲା ଟୋଟାଲ ସିଟି ବଟ୍ ବାରବାଟୀ ଫୋର୍ଟ ରିମେନ୍ ଆଉଟସାଇଡ ହେଲା ସେଇଟା ପୁଣି ନେକ୍ସଟ ଫେଜରେ କିଏ କରିଥିଲେ 14 ଅକ୍ଟୋବର 1803ରେ ବାରବାଟୀ ୱାଜ captured by Colonel Clinton ହେଲା ସିଟିକୁ କିଏ ଅକ୍ତିଆର କରିଥିଲେ ହାରକୋଟ କଟକ ସିଟିକୁ ଆଉ କଲୋନିଆଲ କ୍ଲିଟନ ସିଏ କାହାକୁ ଅକ୍ତିଆର କଲେ ବାରବାଟୀ ମାନେ ପୋର୍ଟକୁ ପୁରା ଅକ୍ତିଆର କରିନେଲେ ନାଉ କଟକ ଇଜ ଟୋଟାଲି ଇନ୍ କଣ୍ଟ୍ରୋଲ ଅଫ ବ୍ରିଟିଶ ହେଲା ତାପରେ ଆସିଲା 1803 ଗଲା ତାପରେ ଆସିଲା 4 ନମ୍ବର କୋଉଠି ଦେଖିବା ବାଲେଶ୍ୱର ବାଲେଶ୍ୱରରେ ଗୋଟେ ଛୋଟିଆ ପୋର୍ଟ ଥିଲା ମରାଠା ମାନଙ୍କର ପୋର୍ଟ ଦେयर वाज ए ମରାଠା ପୋର୍ଟ
in Baleshwar. କଣ ନା ସେଟା ବଳରାମ ଗଡି। ବଳରାମ ଗଡି। ତ ବ୍ରିଟିଶ ଆସିକି ସେଇଟାକୁ ଅକ୍ତିଆର କଲେ। ନେକ୍ସଟ ବଳରାମ ଗଡି ଫୋର୍ଟ, ସେଟାକୁ ସେ ଆଟାକ କଲେ ଯେତେବେଳେ ସେଇଟା ଯେହେତୁ ତାଙ୍କର ମେନ୍ ଇମ୍ପୋର୍ଟାଣ୍ଟ ପ୍ଲେସ ଥିଲା, ତ ସେଇଟାକୁ ରିଗାର୍ଡ କର ମାନେ ନିଆଗଲା ଯେ ୱିନ୍ ଅଫ୍ ବ୍ରିଟିଶ ପାୱାର ଓଭର ଦ ମରାଠା ଯାଉ। ତ ସେଥିପାଇଁ ରଘୁଜୀ ଭୋଂସଲେ ତାପରେ ରଘୁଜୀ ଭୋଂସଲେ ହେଲା made a treaty, ଏଇଟା important, with କାହା ସହିତ ଆର୍ଥର ୱେଲେସ୍ଲି। ସେତେବେଳେ ୱେଲେସ୍ଲି କରିଥିଲେ 799 ରୁ ଅନୱାର୍ଡସ୍, ୱେଲେସ୍ଲି ହେଲା। ରଘୁଜୀ ଭୋଂସଲେ ଗୋଟେ ଟ୍ରିଟି କଲେ, ଆର୍ଥର ୱେଲେସ୍ଲି। ଟ୍ରିଟିର ନାଁ ହଉଛି ଟ୍ରିଟି ଅଫ ଦେଓଗାଁव, ନଟ୍ ଦେଓଗଡ଼, କନଫ୍ୟୁଜ ହବ ନାହିଁ ହେଲା। ଟ୍ରିଟି ଅଫ ଦେଓଗାଁव ଗୋଟେ ଟ୍ରିଟି ସାଇନ କଲେ, କାହା କାହା ଭିତରେ ହେଲା, ରଘୁଜୀ ଭୋଂସଲେ ଆଣ୍ଡ ଆର୍ଥର ୱେଲେସ୍ଲି। ସେତେବେଳେ ଆର୍ଥର ୱେଲେସ୍ଲି ଥିଲେ ଇଣ୍ଡିଆର ଗଭର୍ଣ୍ଣର ଜେନେରାଲ, ତ ସିଏ ଟ୍ରିଟି ସାଇନ କଲେ ରଘୁଜୀ ଭୋଂସଲେଙ୍କ ସହିତ। ତ ସେଟା ହଉଛି ଟ୍ରିଟି ଅଫ ଦେଓଗାଁव, ଯୋଉଠି କି ଡିସାଇଡ ହେଲା ନା କଟକ and ବାଲେଶ୍ୱର ceded to ଇଷ୍ଟ ଇଣ୍ଡିଆ କମ୍ପାନୀ ହେଲା। ଇଷ୍ଟ ଇଣ୍ଡିଆ କମ୍ପାନୀକୁ କଟକ ଆଉ ବାଲେଶ୍ୱର ରିଜନ ଦେଇ ଦିଆଗଲା। ସେଇଠି କଣ ଚେଞ୍ଜେସ୍ ଆସିଲା, ବଡ ଚେଞ୍ଜେସ୍ ଆମେ ଏଇଠି ଦେଖିଥିଲେ ଯେ ନର୍ଦର୍ନ ସିରକାର ତାଙ୍କର ଥିଲା, ସେପଟେ ୱେଷ୍ଟ ବେଙ୍ଗଲ ଉପର ରିଜନ ଗୁଡାକ ଥିଲା, ମଝିରେ ବଳି ପଡିଥିଲା ଏତିକି ରିଜନ ହେଲା। ଯେତେବେଳେ ସେ ବାଲେଶ୍ୱର ଆଉ କଟକ ପାଇଗଲେ, ଦ୍ୟାଟ ମିନ୍ସ this is totally under control of British. Okay, ସରିଲା। ଏଇଟା ହଉଛି ଇମ୍ପୋର୍ଟାଣ୍ଟ, ଏଇ ଡେଟଟା ମନେ ରଖିବ। ଟ୍ରିଟି ଅଫ ଦେଓଗାଁव, କଟକ ଆଉ ବାଲେଶ୍ୱରକୁ EIC କୁ ଦେଇ ଦିଆଗଲା। ତାପରେ ଡେଟଟା ମନେ ରଖିବ, କଣ ପଚାରି ଦଉଛି, 17 ଡିସେମ୍ବର 1803। ଭେରି ଭେରି ଇମ୍ପୋର୍ଟାଣ୍ଟ, ଦିସ୍ ଡେଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ, କାରଣ 17 ଡିସେମ୍ବର 1803ରେ ଟୋଟାଲି ମାନେ ଓଡ଼ିଶାର ଯୋଉ ଗଭର୍ଣ୍ଣାନ୍ସ ଆଉ ପଲିଟିକାଲ ସବୁ ପ୍ରକାର ପାୱାର ଟ୍ରାନ୍ସଫର ହେଇଗଲା କୋଉଠିକୁ, ବ୍ରିଟିଶ ହାତକୁ। କାରଣ କ୍ୟାପିଟାଲ ସିଟି ହଉଛି କଟକ, ଯଦି କଟକର ପାୱାର ଟ୍ରାନ୍ସଫର ହେଲା, ଦ୍ୟାଟ ମିନ୍ସ ଓଡ଼ିଶାର ପାୱାର ଟ୍ରାନ୍ସଫର ହେଲା। ତାପରେ ଗଲା, ତାପରେ 1804ରେ ମେଜର ବ୍ରଟନ, ଆଉ ଗୋଟା ଇମ୍ପୋର୍ଟାଣ୍ଟ ନୁହଁ ଫିର ବି ମୁଁ କହିଦଉଛି, ଡିଫିଟେଡ କାହାକୁ, ମରାଠା ଗଭର୍ଣ୍ଣର ତାନ୍ତିଆ ଟୋପେ, ଫଡନାଭିସ, ତାନ୍ତିଆ ଫଡନାଭିସ ହେଲା। ତାଙ୍କୁ ହରେଇକି ସେଟାକୁ ଅକ୍ୟୁପାଇ କଲେ। ତାପରେ ପୁଣି ଇନ ବିଟୁଇନ ସେଠିକାର ଲୋକାଲ ଲିଡର ମାନେ ତାକୁ ଅକ୍ତିଆର କରିଥିଲେ। ତାପରେ 1849ରେ ସେକେଣ୍ଡ ଟାଇମ ସମ୍ବଲପୁର fully annexed due to doctrine of lapse ହେଲା।
ଡକ୍ଟ୍ରିନ୍ ଅଫ୍ ଲାପ୍ସ କ'ଣ ନା ଏଇଠି ଇମ୍ପୋର୍ଟାଣ୍ଟ ଓଡ଼ିଶାର ଗୋଟେ ରାଜ୍ୟ ଯିଏକି ଲାଷ୍ଟ ରାଜ୍ୟ ଥିଲା ସମ୍ବଲପୁର ଯିଏକି ଡକ୍ଟ୍ରିନ୍ ଅଫ୍ ଲାପ୍ସରେ ବ୍ରିଟିଶ ମାନଙ୍କ ଅଣ୍ଡର ସେତେବେଳେ ବ୍ରିଟିଶ କ'ଣ କରୁଥିଲେ ନା ଟୋଟାଲ ଇଣ୍ଡିଆର ସବୁ ସବୁ ପାର୍ଟକୁ ଅକ୍ୟୁପାଏ କରିବା ପାଇଁ କି ଫାର୍ଷ୍ଟ ତ ସେ ଗୋଟେ କଲେ ସେ ଯୋଉ ସବସିଡିଏରି ଆଲାଏନ୍ସ ଯୋଉଟା ଆମେ କହିଲେ ଟ୍ରିଟି ଅଫ୍ ଦେଓଗାଁव ସେଟାକୁ ସବସିଡିଏରି ଆଲାଏନ୍ସରେ ୱେଲେସଲି ଅକ୍ୟୁପାଏ କ'ଣ କଲେ ନା ସେଥିରେ କ'ଣ କ'ଣ ଚେଞ୍ଜେସ୍ ହେଲା ସବସିଡିଏରି ଆଲାଏନ୍ସର ସବୁ ରୁଲ୍ ଥାଏ ଯେ ତୁମେ ତୁମେ ବ୍ରିଟିଶ ମାନଙ୍କ ବ୍ୟତୀତ ତାଙ୍କ ୱିଦାଉଟ୍ ପ୍ରେଜେନ୍ସରେ ତମେ ଆଉ କାହା ସହିତ ଫ୍ରେଣ୍ଡସିପ୍ କରିପାରିବ ନାହିଁ ତୁମେ ତମ ନିଜର କ୍ୟାପିଟାଲରେ ବ୍ରିଟିଶ ଟ୍ରୁପ୍ ରହିବା ପାଇଁ କି ଖର୍ଚ୍ଚ ପାଣି ଦେଇକି ତାଙ୍କୁ ରଖିବ ପୁରା ତାପରେ ଆହୁରି ବହୁତ ଗୁଡେ ସବୁ ଚେଞ୍ଜେସ୍ ଆଉ ତୁମର ବ୍ରିଟିଶ ବ୍ୟତୀତ ତମେ ତାଙ୍କ ବ୍ୟତୀତ ଆଉ କାହା ସହିତ ମିଶି ପାରିବ ନାହିଁ କିମ୍ବା ତାଙ୍କ ସହିତ ସନ୍ଧି କରିପାରିବ ନାହିଁ ତାପରେ ଫ୍ରେଞ୍ଚ ମାନଙ୍କ ସହିତ ତମେ ମିଶିକି କିଛି କରିପାରିବ ନାହିଁ ଏମିତି ସବୁ ବିଭିନ୍ନ ପ୍ରକାର ଜିନିଷ ଥିଲା ତ ସେଇଟା ସବସିଡିଏରି ଆଲାଏନ୍ସ ଗଲା ତାପରେ ଆସିଲା ଡକ୍ଟ୍ରିନ୍ ଆଉ ଯାହା କିଛି କିଛି ଏରିଆ ବଳି ପଡିଥିଲା ତାପରେ ରିଙ୍ଗ ଫେନ୍ସ ଥିଓରି ଗୋଟେ ଆସିଲା ସିଏ କ'ଣ କଲେ ନା ଗୋଟେ ରାଜ୍ୟ ନେଲେ ତା ଚାରିପଟ ଯାକ ଆଗ ଅକ୍ୟୁପାଏ କରିଦେଲେ ତାପରେ ମଝି ରାଜ୍ୟଟା ବାଧ୍ୟ ହେଇକି ବ୍ରିଟିଶକୁ ସରେଣ୍ଡର କରିଦବ ସେଟା ଗୋଟେ ଗଲା ତାପରେ ଆଉ ଗୋଟେ ଥିଲା ଇମ୍ପୋର୍ଟାଣ୍ଟ ତାଙ୍କର ଡକ୍ଟ୍ରିନ୍ ଅଫ୍ ଲାପ୍ସ ମାନେ ଯୋଉ ମହାରାଜା କିମ୍ବା ଜମିଦାର କିମ୍ବା ସେମିତି ବଡ ଥିଲେ ପାୱାରଫୁଲ ଲୋକ ତାଙ୍କର ଯଦି କେହି ଛୁଆ ନଥିଲେ କି ସେମାନେ ନିଃସନ୍ତାନ ଥିଲେ ସେତେବେଳେ ତାଙ୍କର ପାୱାର ଟା ଟେକ୍ ଓଭର କରିବା ପାଇଁ ସେ କାହାକୁ ଆଡପ୍ଟ କରିପାରିବେନି କିମ୍ବା ତାଙ୍କର ରିଲେଟିଭ କେହି ନେଇପାରିବେନି ଆଉ କିଛି କରିପାରିବେନି ସେ ଡାଇରେକ୍ଟଲି ଦ୍ୟାଟ ଏରିଆ ୱିଲ୍ ବି ଆନେକ୍ସ ବାଇ ସେ ଡାଇରେକ୍ଟଲି ବ୍ରିଟିଶ ମାନେ ଗଭର୍ନାନ୍ସ ଅଣ୍ଡରକୁ ପଳେଇବ ସେଇଟା ହଉଛି ଡକ୍ଟ୍ରିନ୍ ଅଫ୍ ଲାପ୍ସ ଏଇଟା ଆମେ ଡିଟେଲ୍ସରେ ପଢିବା ଯେତେବେଳେ ସମ୍ବଲପୁର ଅପରାଇଜିଂରେ ଆମେ ବୀର ସୁରେନ୍ଦ୍ର ସାଏଙ୍କ କଥା ପଢିବା ସେତେବେଳେ ଆମେ ସମ୍ବଲପୁର ବିଷୟରେ ଡିଟେଲ୍ସରେ ପଢିବା ଦ୍ୟାଟ୍ ଇଜ ଏ ଭେରି ଇମ୍ପୋର୍ଟାଣ୍ଟ ପର୍ସନ ତ ଏମିତି ହେଲା ସବୁ ବାଇ ଅଲମୋଷ୍ଟ କହିବାକୁ ଗଲେ 1803 ବେଳକୁ ଓଡ଼ିଶା ସମ୍ପୂର୍ଣ୍ଣ ବ୍ରିଟିଶ ଅକ୍ତିଆରକୁ ପଳେଇଥିଲା ଆଉ 1849ରେ ଫୁଲି ଯୋଉ ଲାଷ୍ଟ ପାର୍ଟ ଥିଲା ସେଇଟା ବି ବ୍ରିଟିଶ ଅକ୍ତିଆରକୁ ପଳେଇଥିଲା ଇନ୍ ଦିସ୍ ମ୍ୟାନର ଆମର ବ୍ରିଟିଶ ଟୋଟାଲ ଓଡ଼ିଶାକୁ ଅକ୍ୟୁପାଏ କରିଥିଲା ଏଇଠୁ ଆମର ଷ୍ଟାର୍ଟ ହେଲା ମଡର୍ନ ହିଷ୍ଟ୍ରି ଅଫ୍ ଓଡ଼ିଶା ହେଲା ଆଉ ୟା ପରଠୁ ଆମେ ବହୁତ ଇମ୍ପୋର୍ଟାଣ୍ଟ ପର୍ସନ ବହୁତ ମାନେ ଡିଟେଲ୍ସରେ ଦେଖିବା ହେଲା ତ ଆଜିର ସେସନ ଏତିକିରେ ରହିଲା ନେକ୍ସଟ କ୍ଲାସ୍ ଆମେ ପାଇକ ରିବେଲିୟନ ତାପରେ ସୁରେନ୍ଦ୍ର ସାଇଙ୍କର ଯୋଉ ରିବେଲିୟନ ହେଇଥିଲା ଡୋରା ବିଷୟୀ ଚକ୍ରା ବିଷୟୀ ସେମାନଙ୍କ କଥା 1857 ର ଇମ୍ପାକ୍ଟ କ'ଣ ପଡିଥିଲା ଆମ ଓଡ଼ିଶାର ପଲିଟିକାଲ ସ୍ଥିତି ଉପରେ ତ ସେଇ ସବୁ ଇନ୍ ଡିଟେଲରେ ଡିସ୍କସନ କରିବା ଥ୍ୟାଙ୍କ ୟୁ ହୋପ୍ ଆଇ କ୍ୟାନ୍ ଡେଲିଭର ହ୍ୱାଟ ଆଇ ୱାଣ୍ଟ